ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଶାରଦୀୟ ନବରାତ୍ରି 2025। ନବରାତ୍ରି ସମୟରେ କନ୍ୟା ପୂଜାର ମହତ୍ତ୍ୱ କ'ଣ ଆସନ୍ତୁ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ଅଷ୍ଟମୀ ଓ ନବମୀରେ କନ୍ୟା ପୂଜା ବିଧି। କନ୍ୟା ପୂଜା ନବରାତ୍ରିର ଶେଷ ଦିନଗୁଡ଼ିକରେ ପାଳିତ ଏକ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ରୀତି। ଏହା ନବରାତ୍ରିର ଅଷ୍ଟମୀ ଏବଂ ନବମୀ ତିଥିରେ କରାଯାଏ, ଯେତେବେଳେ ଭକ୍ତମାନେ କନ୍ୟାମାନଙ୍କୁ ସମ୍ମାନ ଦେଇ ଦେବୀ ଦୁର୍ଗାଙ୍କ ପୂଜା କରନ୍ତି। ବିଶ୍ୱାସ କରାଯାଏ ଯେ ପ୍ରତ୍ୟେକ କନ୍ୟା ସନ୍ତାନରେ ଦେବୀ ଦୁର୍ଗାଙ୍କର ଏକ ରୂପ ଥାଏ, ତେଣୁ ତାଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ। ଏହି ପୂଜା କେବଳ ଭକ୍ତି ଏବଂ ସେବାକୁ ପ୍ରୋତ୍ସାହିତ କରେ ନାହିଁ, ବରଂ ଜୀବନରେ ସକାରାତ୍ମକ ଶକ୍ତି, ଜ୍ଞାନ, ସମୃଦ୍ଧି ଏବଂ ଖୁସି ମଧ୍ୟ ଆଣିଥାଏ। କନ୍ୟା ପୂଜା ଘର ଏବଂ ସମାଜ ପାଇଁ ସମ୍ମାନ ଏବଂ ଦିବ୍ୟ ଆଶୀର୍ବାଦ ଆଣିଥାଏ। କନ୍ୟା ପୂଜାର ଗୁରୁତ୍ୱ। କନ୍ୟା ପୂଜା କେବଳ ଏକ ଧାର୍ମିକ ବିଧି ନୁହେଁ, ବରଂ ଜୀବନରେ ସକାରାତ୍ମକ ଶକ୍ତି, ସୁଖ, ସମୃଦ୍ଧି ଏବଂ ଜ୍ଞାନକୁ ଆମନ୍ତ୍ରଣ କରିବାର ଏକ ମାଧ୍ୟମ ମଧ୍ୟ। ଏହି ଦିନରେ ଝିଅମାନଙ୍କୁ ସମ୍ମାନ ଏବଂ ସେବା କରିବା ଦ୍ୱାରା ଭକ୍ତି, କରୁଣା ଏବଂ ସେବା ମନୋଭାବ ବୃଦ୍ଧି ପାଏ। ବିଶ୍ୱାସ କରାଯାଏ ଯେ ପ୍ରତ୍ୟେକ ଝିଅ ଦେବୀ ଦୁର୍ଗାଙ୍କ ଦିବ୍ୟ ରୂପ ଧାରଣ କରନ୍ତି, ତେଣୁ ତାଙ୍କୁ ପୂଜା କରିବା ଦ୍ୱାରା ଘରେ ଏବଂ ଜୀବନରେ ଶାନ୍ତି, ସୌଭାଗ୍ୟ ଏବଂ ଆଶୀର୍ବାଦ ଆସିଥାଏ। ଏହି ପୂଜା ଆମକୁ ଜୀବନରେ ନୈତିକତା ଏବଂ ଜ୍ଞାନର ପଥ ଅନୁସରଣ କରିବାକୁ ପ୍ରେରଣା ଦିଏ। କନ୍ୟା ପୂଜାର ସମୟ। ଅଷ୍ଟମୀ ତିଥି ନବରାତ୍ରିର ଅଷ୍ଟମ ଦିନରେ କନ୍ୟା ପୂଜାର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନରେ ଦେବୀ ଦୁର୍ଗାଙ୍କ ତ୍ୟାଗ ଏବଂ ଶକ୍ତି ପ୍ରାପ୍ତିର ସଂକଳ୍ପକୁ ସ୍ମରଣ କରାଯାଏ। ନବମୀ ତିଥି। ନବମୀରେ ମଧ୍ୟ କନ୍ୟା ପୂଜା କରାଯାଏ। ଏହାକୁ ଶକ୍ତି ସାଧନାର ଅନ୍ତିମ ପର୍ଯ୍ୟାୟ ଭାବରେ ବିବେଚନା କରାଯାଏ ଏବଂ ଏହି ଦିନ ଝିଅମାନଙ୍କୁ ଦେବୀ ଦୁର୍ଗାଙ୍କ ଆଶୀର୍ବାଦରେ ସମ୍ମାନିତ କରାଯାଏ। ସକାଳ ପ୍ରସ୍ତୁତି। ନବରାତ୍ରିର ଅଷ୍ଟମ କିମ୍ବା ନବମ ଦିନରେ ସଫା ଏବଂ ରଙ୍ଗୀନ ପୋଷାକ ପିନ୍ଧି ଆପଣଙ୍କର ପୂଜା ଆରମ୍ଭ କରନ୍ତୁ। ପୂଜା ସ୍ଥାନକୁ ସଫା ଏବଂ ପବିତ୍ର କରନ୍ତୁ। ଝିଅମାନଙ୍କୁ ନିମନ୍ତ୍ରଣ କରିବା ପୂର୍ବରୁ ମିଠା, ହାଲୁଆ, ପୁରୀ, କଳା ଚଣା ଏବଂ ଅନ୍ୟାନ୍ୟ ନୈବେଦ୍ୟ ପ୍ରସ୍ତୁତ କରନ୍ତୁ। କନ୍ୟା ସେବା। ନିମନ୍ତ୍ରିତ ଝିଅମାନଙ୍କ ପାଦକୁ ସଫା ପାଣିରେ ଧୋଇ ଦିଅନ୍ତୁ ଏବଂ ସେମାନଙ୍କୁ ସମ୍ମାନର ସହିତ ବସାଇ ଦିଅନ୍ତୁ। ସେମାନଙ୍କୁ ସୁନ୍ଦର ପୋଷାକ ଉପହାର ଦିଅନ୍ତୁ। ମିଠା, ହାଲୁଆ, ପୁରୀ, କଳା ଚଣା ଏବଂ ଅନ୍ୟାନ୍ୟ ନୈବେଦ୍ୟ ଅର୍ପଣ କରନ୍ତୁ। ପୂଜା ସମୟରେ ଝିଅମାନଙ୍କର ସମ୍ମାନ ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଆଶୀର୍ବାଦ ଏବଂ ବିଦାୟ। ପୂଜା ଶେଷରେ ନମ୍ରତା ଏବଂ ସମ୍ମାନର ସହିତ ଝିଅମାନଙ୍କଠାରୁ ଆଶୀର୍ବାଦ ନିଅନ୍ତୁ। ଦେବୀ ଦୁର୍ଗାଙ୍କୁ ତାଙ୍କ ମନ୍ତ୍ର ଜପ କରି ସ୍ମରଣ କରନ୍ତୁ। ସମସ୍ତ ଝିଅମାନଙ୍କୁ ଉପହାର ଏବଂ ସମ୍ମାନ ସହିତ ବିଦାୟ ଦିଅନ୍ତୁ। ଏହି ଲେଖାରେ ଉଲ୍ଲେଖ କରାଯାଇଥିବା ପ୍ରତିକାର, ଲାଭ, ପରାମର୍ଶ ଏବଂ ବିବୃତି କେବଳ ସାଧାରଣ ସୂଚନା ପାଇଁ। ଏହି ଲେଖାରେ ଥିବା ସୂଚନା ବିଭିନ୍ନ ଜ୍ୟୋତିଷ, ଧର୍ମପ୍ରଚାର, ବିଶ୍ୱାସ, ଧାର୍ମିକ ଗ୍ରନ୍ଥ ଏବଂ କିମ୍ବଦନ୍ତୀରୁ ସଂଗ୍ରହ କରାଯାଇଛି। ପାଠକମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଲେଖାକୁ ସତ୍ୟ କିମ୍ବା ଦାବି ଭାବରେ ବିବେଚନା ନ କରନ୍ତୁ ଏବଂ ନିଜର ବିବେଚନା ବ୍ୟବହାର କରନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖାହବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର ୱାଚିଂ।